ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ ଚାଲନ୍ତୁ ଆଜି ଶୁଣିବା ବଡ଼ ଦାଣ୍ଡରୁ କୁଆଡ଼େ ଗଲା ମାଳିନୀ ନଦୀ ଓ ତିନି ଠାକୁରଙ୍କ 6ଟି ରଥ। 6 ରଥରେ ହେଉଥିଲା ରଥଯାତ୍ରା। ବଡ଼ ଦାଣ୍ଡରେ ବହୁଥିଲା ବିରାଟ ବଡ଼ ନଦୀ। ଡଙ୍ଗାରେ ବସି ଜନ୍ମବେଦୀକୁ ଯାଉଥିଲେ ଶ୍ରୀଜୀଉ। ନବଦିନାତ୍ମକ ଯାତ୍ରାରେ ଗୋଟିଏ ଦିନ ଗୁଣ୍ଡିଚା ମନ୍ଦିରରେ ରହୁଥିଲେ ମହାପ୍ରଭୁ। ଇତିହାସରେ ଏମିତି ହେଉଥିଲା ରଥଯାତ୍ରା। ବଡ଼ ଦାଣ୍ଡରେ ଘୋର ଘୋର ନାଦର ରଥର ଗତି। ଶରଧା ବାଲିରେ ରଥର ରହଣୀ। ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଗୋଟି ପହଣ୍ଡି। ବାହୁଡ଼ା ଯାତ୍ରା ଅବସରରେ ତିନି ରଥର ଆସିବାର ଦୃଶ୍ୟ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ। ଦର୍ଶକବନ୍ଧୁ ଆପଣମାନେ ବଡ଼ ଦାଣ୍ଡରେ ଯେଉଁଭଳି ଶାନ୍ତି ଶୃଙ୍ଖଳାରେ ରଥ ଟାଣି ନେଉଛନ୍ତି, ଆଗରୁ ସେମିତି ସୁବିଧା ନଥିଲା। ତିନି ଗୋଟି ରଥ ମଧ୍ୟ ନଥିଲା, ବରଂ ଆଗରୁ ରଥଯାତ୍ରାରେ ଦେଖିବାକୁ ମିଳୁଥିଲା 6ଟି ରଥ। ବଡ଼ ଦାଣ୍ଡରେ ଆଗରୁ ବହୁଥିଲା ବିରାଟ ବଡ଼ ମାଳିନୀ ନଦୀ। ଡଙ୍ଗାରେ ବସି ଜନ୍ମବେଦୀକୁ ଯାତ୍ରା କରୁଥିଲେ ଶ୍ରୀଜୀଉ। ରଥଯାତ୍ରାକୁ ନେଇ ରହିଛି ଐତିହାସିକ ପୃଷ୍ଠାରୁ କିଛି ଅଜଣା କଥା। ଆଜି ଜାଣିବା ଆମେ ଏହି ଭିଡ଼ିଓରୁ। ଶରଧା ବାଲି ଓ ଶରଧା ବାଲିର କୋଣ ଅନୁକୋଣରେ ରହିଛି ମହାପ୍ରଭୁଙ୍କ ପାଦ ଚିହ୍ନ। ଶ୍ରୀ ଅଙ୍ଗରୁ ଝରି ପଡ଼ୁଥିବା ବାସଚନ୍ଦନ। ଏହାର ବାୟୁମଣ୍ଡଳରେ ବାସ ଚନ୍ଦନ ସୁବାସ ଓ କସ୍ତୁରୀ ମହମହ ବାସି ମହକିତ। ସେଥିପାଇଁ ଶରଧା ବାଲିରେ ପାଦ ଦେଉ ଦେଉ ଭକ୍ତମନ ହୋଇଉଠେ ଚଳଚଞ୍ଚଳ। ଶରଧା ବାଲି ଯେଉଁ ବାଲି ସ୍ପର୍ଶରେ ଆସିଲା ମାତ୍ରେ ଶରୀରରେ ଖେଳିଯାଏ ଶିହରଣ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆବିର୍ଭାବ ସମୟରୁ ପୁଣ୍ୟତୀର୍ଥ ଭାବରେ ପରିଚିତ। ଶ୍ରୀକ୍ଷେତ୍ରକୁ ଯିବା ବାଟରେ ବାଟରେ ବାଟମଙ୍ଗଳାଙ୍କୁ ମୁଣ୍ଡ ନୁଆଇଁ ମୁଣ୍ଡିଆଟିଏ ମାରେ ଭକ୍ତ। ଏହାପରେ 18 ନଳା ଅତିକ୍ରମ କରେ ଭକ୍ତ। ଶେଷରେ ପାଦ ଦିଏ ଶରଧା ବାଲିରେ। ଏବଂ ଏହି ଶରଧା ବାଲି ସଙ୍କୁଚିତ ହୋଇଥିଲେ ବି ଏହା ବଡ଼ଗଣ୍ଡିଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା। ବଡ଼ ଦାଣ୍ଡ ମଝିରେ ଅର୍ଥାତ୍ ବଳଗଣ୍ଡି ନିକଟରେ ଏକ ମାଳିନୀ ନଦୀ ନାମରେ ଏକ ନଦୀ ପ୍ରବାହିତ ହେଉଥିଲା। ଏହି ନଦୀର ତଟବର୍ତ୍ତୀ ଦେଶଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ବାଲୁକା ରାଶିର ନାମ ହେଉଛି ଶରଧା ବାଲି। ଏହି ନଦୀର ଉପସ୍ଥିତି ବଡ଼ ଦାଣ୍ଡକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ସେଥିପାଇଁ ରଥଯାତ୍ରା ସମୟରେ 6 ଗୋଟି ରଥ ନିର୍ମାଣ କରାଯାଉଥିଲା। 3 ଗୋଟି ରଥରେ ଶ୍ରୀଜୀଉମାନେ ସିଂହଦ୍ୱାରରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିଲେ। ବର୍ଷା ଦିନରେ ମାଳିନୀ ନଦୀ ଜଳପୂର୍ଣ୍ଣ ଥିବାରୁ ନୌକାରେ ବସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅପର ପାର୍ଶ୍ୱକୁ ନେଉଥିଲେ। ଅପର ପାର୍ଶ୍ୱରେ ଅନ୍ୟ 3 ଗୋଟି ରଥରେ ବସାଇ ଶ୍ରୀଜୀଉ ଯାଉଥିଲେ। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ 16 ଚକିଆ, 14 ଚକିଆ ଓ 12 ଚକିଆ ରଥ ଉପରେ ସୁନାର 3 ବେଣ୍ଟିଆ ଧ୍ୱଜ କଳସ ଲାଗିଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଏକ ଛୋଟ ରଥରେ ବାଜନ୍ତରୀ ରଥ ଘଣ୍ଟୁଆ ବାଦ୍ୟକାରମାନେ ଯାଉଥିଲେ। ଆଗେ ଆଗେ ଯାଉଥିଲେ, ପଛରେ 3 ରଥକୁ ଟଣାଯାଉଥିଲା। ଭକ୍ତମାନେ ରଥରେ ଚାଉଳ, ନଡ଼ିଆ, ଖଣ୍ଡପଡ଼ି ଭୋଗ ଲାଗୁଥିଲା। ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା। ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଆରପଟକୁ ଠାକୁରମାନେ ବିଜେ କରି 4 ଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢ଼ାକୁ ଯାଆନ୍ତି। ଠିକ୍ ସେହିପରି ବାହୁଡ଼ା ଯାତ୍ରା ସମୟରେ ସେମିତି 3 ରଥରେ ଆସୁଥିଲେ ମାଳିନୀ ନଦୀ ପର୍ଯ୍ୟନ୍ତ। ତାପରେ ନୌକା ପାର ହୋଇ ଦକ୍ଷିଣ ମୋଡ଼ ହୋଇ 3 ରଥକୁ ବିଜେ କରୁଥିଲେ। ତାପରେ ନୀଳାଦ୍ରି ବିଜେ କରୁଥିଲେ। ଏହି ଯିବା ଆସିବା ସମୟରେ ଏତେ ସମୟ ଲାଗୁଥିଲା ଯେ ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ରହି ବାହୁଡ଼ୁଥିଲେ ମହାପ୍ରଭୁ। ଏହି ସମସ୍ୟା ସେତେବେଳେ ଏକ ବଡ଼ ସମସ୍ୟା ହେଇ ଉପୁଜୁଥିଲା। ଏହାକୁ ଦୃଷ୍ଟିରେ ରଖି ରାଜା ନରସିଂହଙ୍କ ପତ୍ନୀ ଶରଧା ଦେବୀ ମହାପ୍ରଭୁଙ୍କର ଘୋଷଯାତ୍ରା ସମୟରେ ରାଜାଙ୍କୁ ଅନୁରୋଧ ପୂର୍ବକ ମାଳିନୀ ନଦୀ ଶଯ୍ୟାକୁ ବାଲି ଦ୍ୱାରା ପୋତି ଦେଇଥିଲେ। ନାଙ୍ଗୁଳ ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ ସମୟରେ
6 ରଥ ପରିବର୍ତ୍ତେ 3 ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି। ସେବେଠାରୁ ମାଳିନୀ ନଦୀ ସ୍ଥିତି ବିଲୁପ୍ତ ହୋଇଗଲା। ତାପରେ 6ଟି ଜାଗାରେ ନିର୍ମାଣ ହେଲା 3 ଗୋଟି ରଥ। ଖୁବ୍ ସୁରୁଖୁରୁରେ ହେଲା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମାଳିନୀ ନଦୀ ଓ ଶରଧା ପୋତା ହେଲା ପରେ ସେ ହୋଇଗଲା ବଡ଼ଦାଣ୍ଡ। ଯେଉଁ ବଡ଼ଦାଣ୍ଡ ଧୂଳି ଆମ ପାଇଁ ଆଶୀର୍ବାଦ। ଯେଉଁ ବଡ଼ଦାଣ୍ଡରେ ପାଦ ଦେଇଦେଲେ ଲାଗେ କାଳିଆ କୋଳେଇ ନେଉଛି। ଏ ଥିଲା ମହାପ୍ରଭୁ ଜଗନ୍ନାଥ ଓ ରଥଯାତ୍ରାର କିଛି ଅଜଣା କଥା। ଏହି କାହାଣୀଟି ଆପଣମାନଙ୍କୁ କିପରି ଲାଗୁଛି ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ଆପଣମାନେ କମେଣ୍ଟ କଲେ ଓ ଚ୍ୟାନେଲକୁ ଲାଇକ୍ କରି ସେୟାର କଲେ ନୂଆ ନୂଆ ଭିଡ଼ିଓ ବନାଇବା ପାଇଁ ଆମେ ମୋଟିଭେସନାଲ ହେବୁ। ଯାହା ଫଳରେ ଆପଣମାନଙ୍କ ପାଖରେ ସୁନ୍ଦର ସୁନ୍ଦର କାହାଣୀ ଆମେ ପହଞ୍ଚାଇବାରେ ସକ୍ଷମ ହେବୁ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ।